जय जगन्नाथ सांग मैंने आ सका सब उठिक आस मोर कम लगे कंपानी कम कहीं 3-4 दिन है सुंदर टे देह भल ना आउ डाक सका कम करूँ आए शिवानी उठी खाने मत फोन मारा कहीं खाया डाक कम अच्छी छादे खाई आस कहीं चली सैले जी खाई आसले कम आरम्भ हम कहीं सका किसी खाया होती पलि कहीं टाइम लस कर पलि कम लगे आईटा खाली मैदा खाली मैदा मिक्स मिक्स होता मिक्स पर चलो आईलानी अल्प अच्छी जा खाई आसते स्टार्ट कर कौन कर औषध मिकुर आम देशी औषध तैयारी होगी अदा ना कौन से कौन कहीं एत कर भल आगुरी भल तो भल लगुनि शिवानी पुणी इपी भल लगुनि शिवानी कह मत इपी भल इपी सी खाए मुझे सब मत भल लगुनि कहूँ मेडिसिन आने खाईदेव ना शुणुना मेडिसिन अदा कर छिटू कर न खाऊ से भोगुची मिकु भाई रखी हाँ रखी मैदा मिक्स कर रखी पलि खाई खाई गले तार स्टार्ट कर मैदा फैदा मुझे पलि कम सर जहाँ हम गाधा जहाँ धुआ जी बात हम ठंडा ये कि खाया भल लगुनि इपी शिवानी कर अल्प खाई खाई मत मत इपी पसंद नुह मत भी भल लगुनि इपी छाड़देली आहरी ये तार ये बस मजा मस्ती कर काम जा रोषेस कर लेट करनी भल सुख दुख हुए पूरा 3 घंटा कंटिन्यू खटला पर मेसीन सैला अबिका गुड़ा हाथ धोक आई पूरा मैदा होती धुआ धुई पड़ा धुआ दे जावा उपरको टे पखा दुटा खाईदे आसा कहीं मत ठंडा है तथा मुझे पखा खाइबी कहीं मत ठंडा हो जहाँ हो कि पखा खाए कहीं पेट गरम हो खाया पीवा ठीक रोनी बोली बेटा भी हो से पेट गरम हो ठंडाटा हो मत चलते धुआ धुई जा पखा दुटा खाईदे आसा आसपर पुणी कम लगे कुकुरटा ये केमी हो टबी टबी या आइल अनु जैसे कामुड़ी पकड़ चलो धुआ दे पड़े भल से मान मैदा फैदा लगे छाड़बनी जल्दी भेजिले जा छाड़ जा पर झील तार से चुली जाऊँगी मुझे खाई देके आसे छाड़ी जाऊँ जाऊँगी खाई देके मुझे जाऊँगी से खाई धुआ धुई सारी जाऊँ ऊपर खाई देके आस यहाँ मालिक ये तो आमर आम ऊपर रोचु कहीं ऊपर रोचु ये आगु कम होता चाउमिन कम होता बंद सब से जिन गुड़ा थुआई कौन कि रे पुआ गाधे गाधे खाइले बांधव खाइब खाइब ये कौन कर देखो गाधे आसला बाथरूम शिवान तो जाम पुआ गाधुआ गाधुआ कर अच्छी रेडी भजा बीम भजा आलू पखाड़ तो ये तो अच्छे कौन सब रेडी कर जानी मुझे रेडी कर जाइला चलते मोर नहीं खाइबी रोषेबास किसी है तो खाली भजा भजा ही रखाई आइला नगल गांडी मोर भात भात खाई बाहर कम को
ମାନେ କମ୍ପାନୀ ଭିତରକୁ ଯିବାକୁ ବାହାରିଲି ଆମ ବାବୁ ଆସିକି ପଛରେ ଖାଉଛନ୍ତି ଦେଖନ୍ତୁ ସେ ପୁଣି ଭାତ କ'ଣ ଖାଉଛନ୍ତି ଦେଖନ୍ତୁ ଦେଖନ୍ତୁ ମୁଁ ପଖାଳ ଖାଇକି ସବୁ ଗିନା ଦେଟା ସଫା କରିଦେଲି ଏ ତାର ବସିକି ଏଠି କୁରକୁରି ଖାଉଛନ୍ତି ଆସି ଗାଧେଇ ସାରିକି ଆସି କୁରକୁରି ଖାଉଛନ୍ତି ନା ଏଇ କୁରକୁରି ଖାଆ ନା ପେଟ ଖରାପ ହବ ଅନଉଛୁ କ'ଣ ପେଟ ଖରାପ ହବ ନାକରୁ ତ ବୋହିଲାନି ଗୁରା ଯାଉଛି ତାର ବସିକି ଖାଉ କାହିଁକିନା କହିଥିଲି ସେ ଉଠିକି ପଳେଇଲା ମୋ ପଛରେ ଚାଲିବନି ଦେଖିବା ତା ମା କ'ଣ କରୁଛି ଏଠି ହେଇ ଧୂଆଁ ହେଉଛି ନା କାହିଁକିନା ଆମର କାଠ ଜଳୁଛି ଧୂଆଁ ହେଉଛି ଝରକା ଗୁଡ଼ା ସବୁ ଦିଆହେଇଛି ତଥାପି ଧୂଆଁ ପଳେଇ ଯାଉଛି ଭିତରକୁ ମା ଏଠି ଆସିକି ରୋଷେଇ ଲାଗିଗଲାଣି କ'ଣ ଭାଜିବୁ ନା ତରକାରୀ କରିବୁ ହଁ ଆଳୁ ସିଝେଇବୁ ଖାଇଛୁ ନା ଖାଇନୁ ଆଉ କୁନ୍ଥେଇ ହେଉଛୁ ଇଆଡ଼େ ବି ତିନି ଚାରି ଦିନ ତାର ବି ତା ପୁଅକୁ ଛାଡ଼ିଲା ଟିକେ ତାପରେ ତା ମାଆକୁ ଧରି ଦେଇଛି ଥଣ୍ଡା ତା ମାଆ ବି 3-4 ଦିନ ନା ଘୁମଉଛି ତାର ମତେ ବି ଟିକେ ଥଣ୍ଡା ଅଛି ମତେ ମାଲିକର ଗିନା ଆଣିଥିଲି ରହିଛି ଚିକେନ ଆଣିଥିଲି ଏଇଥିରେ ଦେଇଦେବା ନେଇକି ବାପା ତ ରୋଷେଇବାସ ଲାଗିଛି ମା ତ ତାର ରୋଷେଇବାସ ଲାଗିଛି ଚାଲି ସେ ତାର ଆମ କୋଇତାର ଖାଉଛି ଖାଉଛ ଶିବାନୀ ତ ଧରତା ହେଲା ନଈ ପଛରେ ଦୌଡ଼ିବ ଆମେ ଯିବା କାହିଁକିନା ଦେଖିଲ କହିଦେବ ଟିକେ ଆଣିବ କାହିଁକିନା ମୁଁ ତଳକୁ ଗଲେ ସେ ଝିଅ ଖାଇବାକୁ ଆସିବ କ'ଣ କହୁଛୁ ହଁ ନା ଯା ନା ତ ଥଣ୍ଡା ହେଇଯିବ ତତେ ମଇଦା ଏଠି ହେଲେ ଆହୁରି ଅଧିକ ଥଣ୍ଡା ହବ ନା କାହିଁକିନା ଥଣ୍ଡାକୁ ଅଛି ଏତେ ପର୍ଯ୍ୟନ୍ତ ଦେହରେ ଆଜି ପୁଣି ଗଲେ ତଳକୁ ପୁଣି ଥଣ୍ଡା ହବ ସେଥିପାଇଁ ମୁଁ ନେଉନି ନାଇଁ ମୁଁ କାମ ସାରା ରାଖିବି ହେଲା ଯା କୁରକୁରି ନେଇ ଯା କୁରକୁରି ଥୋଇଛୁ ଏଠି ନେଇ ଆସିବୁ ଯା ଯା ନେଇ ଆସିବୁ କୁରକୁରି ଥୋଇଛୁ ନେଇ ଆସିବୁ ଯା ଯାଉନୁ ସାଇକେଲ ଚଲା ଏଠି ଶିବାନୀ ଧରୁନି କାନ୍ଦୁଛି ଯିବ ବୋଲି କାକିବ କାମ ସାରିକି ଯାଉଛି କାଠ ଆଣିବାକୁ କାଠଟା ନାହିଁ ନା କାଲି ଭାଇ କାମ ହବ କାଠ ଆଣିବାକୁ ଆପଣ ମୁଁ ଦେଖନ୍ତୁ ଅନେକ ଟଙ୍କାର ମାନେ ପ୍ୟାଣ୍ଟ ସାର୍ଟ କପଡ଼ା ଆଉ ପ୍ଲାଷ୍ଟିକ ଜିନିଷ ଏସବୁ ଅନେକ ଚାଲନ୍ତୁ ଆପଣ ଅନେକ ଟଙ୍କାର ସବୁ ଜିନିଷ ମାନେ 99 ଟଙ୍କାର ସବୁ ଜିନିଷ ମିଳୁଛି ପ୍ଲାଷ୍ଟିକ ଜିନିଷ ମାନେ ଚପଲ ଘଡ଼ି ଫଡ଼ି ହେନ୍ ତେନ୍ ସବୁ 99 ଟଙ୍କା ପାଖ ତାର ଲୋକ କାଠ ପାଖାପାଖି ପହଞ୍ଚିଲିଣି କାଠ ଗୁଲା ପାଖାପାଖି ଦେଖିବା ଅଛନ୍ତି ନାହାନ୍ତି କାଠ ଗୁଲା କାଠ ତ ଅଛି ଅଳ୍ପ ପଡ଼ିଛି ଚେରୁଛନ୍ତି ଅଳ୍ପ ଆଉ ଅଛନ୍ତି ନାହାନ୍ତି ମୁଁ ଜାଣିନି ହଁ ଅଛନ୍ତି ଶୋଇଛନ୍ତି ଯିବା ଅଛି କାଠ ଗୁଲା ଯିଏ ମାଲିକ ଯିଏ ନାହାନ୍ତି ସେ ଆଉ ଜଣେ ଭାଇ ଶୋଇଛନ୍ତି ମୁଁ ଭାବିଲି ସିଏ ବୋଧେ ଆଉ ମନା କରୁଛି ଯାଇଛନ୍ତି ଖାଇବାକୁ ଆଉ ତାଙ୍କର ତା ନମ୍ବର ଲେଖା ହେଇଛି ନମ୍ବର ଫୋନ୍ ମାରିବା ଆଉ ଫୋନ୍ ମାରିଲେ ସେ ଆସିଲେ ନେଇକି ଯିବା ଆଉ ଫୋନ୍ ମାରିନି ସେ ଭାଇ ଆଉଛନ୍ତି ଯାଉଛି ଏବେ ଟିକେ ମାନେ ଦୋକାନ ଆଡ଼େ ଟିକେ ଥଣ୍ଡା ଫଣ୍ଡା ପିଇ ଦେଇକି ଆସିବ ଆଉ ସେ ଆସିଲା ଭିତରେ ଥଣ୍ଡାଟା ପିଇ ଦେଇକି ପଳେଇ ଆସିବ ମୋତେ ଥଣ୍ଡା ହେଇଛି ତଥାପି ମୁଁ ଥଣ୍ଡା ପିଉଛି ଥଣ୍ଡା ପିଇ ଦେଉଛି ଗୋଟେ ମାନେ ଥଣ୍ଡା ହେଇଛି ଯେ ପିଇଦେଲି ଗୋଟେ ଶୋଷ ଲାଗିଲାନି ଭାବୁଛି ପାଣି ପିଇବ ପାଣି ବଦଳରେ ଥଣ୍ଡା ପିଇଦେବା ଥଣ୍ଡା ହବ ବୋଧେ ପିଇଦେବା ଆଉ ନେଇଯାଇଛି ପିଇ ସାରିନି ଅଳ୍ପ ଅଛି ପିଇ ଦେଇକି ପଳେଇବା ସେ ଭାଇ ଆସିଲେ କାଠ ନେଇକି ଯିବା ପୁରା ରାସ୍ତା ଫାଙ୍କା ପୁରା କାଠ ଗୁଡ଼ା ମାଲିକ ଯେ ସେ ଆସିଗଲେ ବାଉଁଶ ଖୋଲୁଛନ୍ତି ଖୋଲି ଭିତରୁ ଦେଖନ୍ତୁ ଆସିଲେ ତାହେଲେ ନେଇକି ଯିବା ଆଉ ହଁ କାଠ ତା ପାଖରେ ଥିଲାଣି 30 କିଲୋ କାଠ ଥିଲା ଧରିକି ଯାଉଛି ଏତିକି ହେଲା 30 କିଲୋ ନେଇକି ପଳେଇବା ପୁଣି ପହରଦିନ ଆସ ନେଇକି ଯିବା କାଠ ଆଉ ଭାଇ ଆଜି ତାଙ୍କର ଏତିକି ଥିଲା ସେ ତାଙ୍କ ସାହିରେ ପୂଜା ଟିକେ ଅଛି ତ ସେ କାଠଟା ସେଇଟା କିଛି କରିନାହାନ୍ତି ଯେତିକି ଥିଲା
ଏତିକି ନେଇକି ପଳେଇବା ଆଉ ଚାଲ ଯିବା ଏବେ।